950 ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ସକ୍ଷମ ହୋଇକି ଗତବର୍ଷ। ଆଉ ଏମ୍ଏସ୍ପି ଆମର ଖରିଫ ଯାହା ଏମ୍ଏସ୍ପି ଥିଲା 2369 ଏଫେକ୍ଟିଭର ଏମ୍ଏସ୍ପି ରହିଛି। ତା ସହିତ ଇନପୁଟ ଆସିଷ୍ଟାଣ୍ଟ ବା ପ୍ରୋତ୍ସାହନ ରାଶି 731 ଟଙ୍କା ରହିଛି। ଏବଂ ଆମର ଡେଜ୍ ଅଫ୍ ଅପରେସନ ଆମର ନବରଙ୍ଗପୁର ଲ୍ୟାଣ୍ଡ ବ୍ୟତୀତ ଅନ୍ୟ ସମସ୍ତ ଯେଉଁ ଅଛି ଆମର ବଡ଼ାମୁଣ୍ଡା ଏପଟେ ଉମରକୋଟ ଚିଲିଗାଁ ଏପଟେ ନନ୍ଦାହାଣ୍ଡି এই চারিটা ব্যাংকরে প্রত্যেক দিন প্রত্যেক ওয়ার্কিং ডে রে রবিবার ব্যতীত সমস্ত দিন ধান প্রক্রিয়া করা যাব। কিন্তু আমার নবরঙ্গপুরে এইটা আমার হচ্ছে মঙ্গলবার বুধবার শুক্রবার এইটি হইব, শনিবার এবং সোমবার প্রক্রিয়া করা যাব শ্রাবণগুড়ারে। দুইটি বার শ্রাবণগুড়ার হব এবং মঙ্গলবার বুধবার শুক্রবার আমার এই স্থাନରେ প্রক্রিয়া করা যাব নবরঙ্গপুর ল্যান্ড যে পঞ্জীকৃত করেছেন। তো এইভাবে ভাবে আমরা রয়েছি আমার এই বর্ষ পাই আমরা বিশেষ বিবরণী। ମୁଁ ତ ଏତିକି ଆଶା କରିବି ସମସ୍ତ ଚାଷୀ ବନ୍ଧୁମାନଙ୍କୁ ଯେ ଏଇ ବର୍ଷ ଆମେ ଯେପରି ଶୃଙ୍ଖଳିତ ଭାବରେ ଆମେ ସମାପନ କରିବା, ଆଉ ଅନୁରୋଧ ରହିବ ଯେ ଆପଣମାନେ ରବି ଧାନକୁ ହିଁ ମଣ୍ଡିକୁ ଆଣିବା ହେବେ, କାରଣ ଏହା ଉପରେ ଅନେକ ସମୟରେ ଅନେକ ବାଦ ବିବାଦ ସୃଷ୍ଟି ହୁଏ ଏବଂ ଆପଣମାନେ ଟିକେ ଭଲ କରିକି ସଫା କରି ସଠିକ ଧାନ ଆଣିବେ। ଯେ ନଭେମ୍ବର ଆଡ଼କୁ ଧାନ ଫାନ କାଟିଦେଲେ ସେ ଜୁନ୍ ଆଡ଼କୁ ଏକା ଆମେ ବୁଣା ବୁଣେଇକି ରୋପା ରୋପି କରୁଥିଲୁ। ଏତିକି ଦିନ ଆମେ ନା ଶସ୍ୟ ନା ଧାନ କୌଣସି ଜିନିଷ ବି ଆମେ କରୁନଥିଲୁ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଡବଲ ଇଞ୍ଜିନ୍ ଆସିବା କାରଣରୁ ଏବଂ ଚାଷୀମାନଙ୍କୁ ସମସ୍ତ କ୍ଷେତ୍ରରେ ସେମାନଙ୍କୁ ପ୍ରୋତ୍ସାହନ ଲଗାଇବା ପ୍ରୋତ୍ସାହନ ବୁଣିବା ପ୍ରୋତ୍ସାହନ ବିହନର କଥା ହଉ ସାରର କଥା ହଉ ଆଉ ସବୁଠୁ ବଡ଼ କଥା ହେଲା ଇନପୁଟ ସବସିଡି କଥା। ତାର ପାଇଁ ଚାଷୀମାନଙ୍କ ମନରେ ଗୋଟେ ଭରସା ଆସିଲା ଯେ ସରକାର ଆମର ପାଇଁ ଅଛନ୍ତି। ଆମେ ଯେତେ ଚାଷ କଲେ ମଧ୍ୟ ସରକାର ଆମର ପରିଶ୍ରମରୁ ଆଦାୟ କରୁଥିବା ଜିନିଷକୁ ସରକାର ନେବେ, ସମସ୍ତଙ୍କ ମନରେ ଗୋଟେ ଆଶାର ସଞ୍ଚାର ହେଲା। ଯାହାଫଳରେ କି 2024ରେ ଆମେ ସମସ୍ତେ ଜାଣିଛୁ ଯେ ଏଇଠି 15 ଲକ୍ଷ କୁଇଣ୍ଟାଲ ଧାନ ଆମେ କିଣିଥିଲୁ। 2025-26ରେ 15 ଲକ୍ଷରୁ ଯାଇକରି 25 ଲକ୍ଷ ସାନ 25 ଲକ୍ଷ ଧାନ କୁଇଣ୍ଟାଲ ଆମେ କିଣିଲେ। ଚଳିତ ବର୍ଷ 27 ଲକ୍ଷ କୁଇଣ୍ଟାଲ ଧାନ କିଣିଲେ। ଚାଷୀ ଯେଉଁ ମୁହ ଫେରାଇକି ନେଇଥିଲେ ଚାଷ ପ୍ରତି, କିଏ ବନ୍ଦା ଦେଇ ଦେଉଥିଲେ, କିଏ ଭେଟ ଚାଷ ଦେଇ ଦେଉଥିଲେ, କିଏ ପଡ଼ିଆ ଛାଡ଼ି ଦେଉଥିଲେ, ସବୁ ସହର ଅଭିମୁଖୀ ହେଉଥିଲେ ଏବଂ ଅନ୍ୟପଟେ ମନ ବଳରେ। କିନ୍ତୁ ମୋହନ ମାଝୀଜୀଙ୍କର କଥା ଦେଇ କଥା ରଖିବା ସରକାର ଆମେ 2024 ମସିହା ଇଲେକ୍ସନରେ କରିଥିଲୁ। ଇଲେକ୍ସନ ପୂର୍ବରୁ ଆମର ସରକାର ଆସିଲେ ଆମେ ଇନପୁଟ ସବସିଡି ଦେବୁ, ତାକୁ ଭରସା କରିକି ଆପଣମାନେ ଜିତେଇଲେ। ଆପଣମାନଙ୍କର ଆଶୀର୍ବାଦରୁ ଗୋଟେ ଗରିବ ପିଲା ଗୋଟେ ଗରିବ ଆଦିବାସୀ ପିଲା ମୁଖ୍ୟମନ୍ତ୍ରୀ ହେଲେ ଏବଂ ମୁଖ୍ୟମନ୍ତ୍ରୀ ହେବାର ଘଣ୍ଟାଟେ ଭିତରେ ଡିସିସନ ନେଲେ ଚାଷୀଙ୍କୁ ପ୍ରଥମ ଦେବି। ଘଣ୍ଟାଟେ ଭିତରେ ଡିସିସନ ନେଇକି କମିଟି ବସାଇକି ପ୍ରଥମ ରବି ଋତୁ ଖରିଫ ଋତୁରେ ଖରିଫ ଋତୁ ସରିଲା ପରେ ବିରୋଧୀମାନେ ଗୋଟେ ପ୍ରଚାର କଲେ ଏମାନେ ବର୍ଷା ଦିନ ସିନା ଦେଇଦେଲେ କିନ୍ତୁ ଖରା ଚାଷକୁ ଦେବେ କି ବୋଲିକି ବିଧାନସଭା ବି ପାର୍ଟି କରୁଥିଲେ। କିନ୍ତୁ ସମସ୍ତ ସେମାନେ ଯେଉଁ ବିରୋଧ କରୁଥିଲେ ସେଇଟା ଉଚିତ ଜବାବ ଦେଲେ ଏବଂ ବର୍ଷ ସାରା ଯେଉଁ ଚାଷ ହେଉଛି ତାକୁ କେମିତି ଇନପୁଟ ସବସିଡି ଦିଆହେବ ତାକୁ ବ୍ୟବସ୍ଥା କରାଗଲା। ଏବଂ ନବରଙ୍ଗପୁରରେ ମଧ୍ୟ ଆମେ ସୁଖା ଅଞ୍ଚଳ କହୁଥିଲୁ, ରିପୋର୍ଟ ମାଗିଥିଲି ମୋ ବିଧାନସଭାରେ ଯେ ନବରଙ୍ଗପୁରରେ କେତେ ଚାଷୀଙ୍କର ଜମିକୁ ପାଣି ଦେବା ବ୍ୟବସ୍ଥା କରାଯାଇଛି। ବଡ଼ ଦୁଃଖ ଲାଗିଲା, ସାରା ଓଡ଼ିଶାରେ ସରକାରୀ ହିସାବରେ ମାତ୍ର 17% ସରକାରୀ ହିସାବରେ ଇରିଗେସନର ବ୍ୟବସ୍ଥା କରୁଛନ୍ତି। ଗତ ସରକାର ଯେଉଁଟା ଆମକୁ ସେ ଲେଖିକି ଦେଇଥିଲେ। କିନ୍ତୁ ଆପଣ ଯଦି ଫିଜିକାଲ ଯଦି ଦେଖିବେ ସେଟା ଆମେ ଗାଁରେ ଯାଇକି ଦେଖିବା ସେଟା 7%ରୁ ମଧ୍ୟ ଅଧିକ ହେବ ନାହିଁ। କିନ୍ତୁ ଆମ ସରକାର ଆସିଲା ପରେ ପୁରୀ ମୁଣ୍ଡାଟର କଥା ହଉ, ଇନ୍ଦ୍ରାବତୀର କଥା ହଉ, ଅନ୍ୟ ଜାଗାରେ ବେରେଜର କଥା ହଉ, ଧୀରେ ଧୀରେ ଆମେ ଚାଷୀଙ୍କୁ କେମିତି ଅଧିକ ପାଣି ଦେବା। ଗୋଟେ ସମାଜ ଗୋଟେ ରାଷ୍ଟ୍ର ଯଦି ବଢ଼ିବାର ଅଛି ଜଳ ସମ୍ପଦ ଆଉ ଯଦି ପାଣି ଏଭେଲେବୁଲ ଯଦି ହେଇଯିବ ଲୋକଙ୍କ ପାଖରେ ଆଉ କୌଣସି ଜିନିଷ ଦରକାର ନାହିଁ। ଆମେ ଏମିତିରେ ମଧ୍ୟ ତ ହଜାର ବର୍ଷ ଆଗରୁ ଆମର ଦେଶ ଏମିତି ଥିଲା ନା, ସେତେବେଳେ ଇଣ୍ଡଷ୍ଟ୍ରି ଥିଲା ନା ରାସ୍ତାଘାଟ ଏମିତି ଥିଲା, କିନ୍ତୁ ଆମର ଦେଶ ଏତେ ଉପରେ ଥିଲା, ବିଶ୍ୱଗୁରୁ ଥିଲା। କେବଳ ଗାଈ ଗୋରୁ ସମସ୍ତଙ୍କ ଘରେ ଥିଲେ, ପାଣି ସୁବିଧା ଥିଲା। ସେଥିପାଇଁ ସରକାର ଆପଣ ଦେଖିବେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆସିଲା ପରେ ଗାଈ ଗୋରୁ ପାଇଁ, ଛେଳି ମେଣ୍ଢା ପାଇଁ, ଗୋଶାଳା ପାଇଁ ସୀମାହୀନ ଟଙ୍କା ଏନର୍ଜିଏସନ ମାଧ୍ୟମରେ ଆମର ଡବଲ ଇଞ୍ଜିନ୍ ଆସିଲା ପରେ ପଶୁପାଳନ ପାଇଁ ମୁଖ୍ୟମନ୍ତ୍ରୀ ଗୋ ସୁରକ୍ଷା ପାଇଁ ଅପର୍ଯ୍ୟାପ୍ତ ପାଇଁ କେବଳ ନବରଙ୍ଗପୁର ଜିଲ୍ଲାରେ ଆମେ 3000 କୋଟିଟା ସାନ କଥା ନାହିଁ। ଆପଣ ଦେଖିବେ ଗଲା ଦଶହରା ବେଳେ
বিভিন্ন শোରୁম ମାନଙ୍କରେ ଗାଡ଼ି ଦେଇପାରିଲେ ନାହିଁ। ଲମ୍ବା ଲାଇନ୍ 4 ଚକିଆ ପାଇଁ 2 ଚକିଆ ପାଇଁ ଲମ୍ବା ଲାଇନ୍ ଲାଗିଥିଲା। କାରଣ ଆମର ଯୋଉ ଆତ୍ମା ଅଛନ୍ତି ଭାରତ ବର୍ଷର ଚାଷୀମାନେ ସ୍ୱାବଲମ୍ବୀ ଆଉ ଫାଇନାନ୍ସିଆଲ ଦୃଷ୍ଟିରୁ ସେମାନେ ସଶକ୍ତ ହେବା ଫଳରେ ସେମାନେ ଗାଡ଼ି ଘୋଡ଼ା ଅନ୍ୟାନ୍ୟ କାମ ଏବଂ এই ବର୍ଷର ଧାନ ପ୍ରକ୍ରିୟାକୁ ଆମେ ସମସ୍ତେ ମିଶିକିରି ସଫଳ କରିବା ଏମିତି ଅନୁରୋଧ ଏବଂ କାମନା କରୁଛେ। ଏବଂ ଧୀରେ ଧୀରେ ଯେଉଁ ନୂଆ ସରକାର ଆସିଲା ବିଜେପିର ସରକାର ତାଙ୍କ ସମୟରେ କେମିତି ଧାନ ଚାଷୀମାନଙ୍କର ସଂଖ୍ୟା ବଢ଼ିଛି, ଧାନ କିଣାର ପରିମାଣ ବଢ଼ିଛି ଏବଂ ସରକାର ଯେଉଁ 800 ଟଙ୍କା ମାନେ ସବସିଡି ଇନପୁଟ ଦେଉଥିଲେ ସେଟା କେମିତି ଚାଷୀମାନଙ୍କର ପାଖକୁ ଯାଇଛି ଯାହା ବିଷୟରେ ରଞ୍ଜନ ଭାବରେ ବୁଝେଇଲେ ମୁଁ ତାର ପୁନରାବୃତ୍ତି କରିବି ନାହିଁ। ବନ୍ଧୁଗଣ ମାନେ କୃଷକ ମାନଙ୍କର ଯେଉଁ ସମସ୍ୟା ରହୁଛି ଧାନ ଚାଷ କରିବା ତାକୁ ସଂଗ୍ରହ କରିବା ଏବଂ ବିକ୍ରି କରିବା ଏ ଯେତିକି ଗୋଟେ ବିରାଟ ସେତିକି ସମସ୍ୟା ବହୁଳ ଏ ଗୋଟେ ଘଟଣା। ତେଣୁ ତା ଭିତରେ ଯଦିଓ ଅନେକ ଛୋଟ ବଡ଼ ସମସ୍ୟା ଆସୁଛି ତାକୁ ନବରଙ୍ଗପୁର ଜିଲ୍ଲାରେ ଆମେ ସମସ୍ତେ ମିଳିମିଶିକରି ଅତି ସହଜରେ ଯେମିତି ଚାଷୀମାନେ ଧାନ ବିକ୍ରି କରିପାରିବେ ସେଥିପାଇଁ ଆମେ ସମସ୍ତେ ସହଯୋଗ କରି ଆସୁଛେ। ଏବଂ ଛୋଟ କିଛି ଘଟଣାକୁ ଛାଡ଼ିଦେଲେ ନବରଙ୍ଗପୁର ଜିଲ୍ଲାରେ ମୁଁ ନିଶ୍ଚିତ ଭାବରେ କହିବି ଯେ ଯଦି ଓଡ଼ିଶାର ଅନ୍ୟ ସ୍ଥାନକୁ ଆମେ ଦେଖିବା ତାହେଲେ ଆମ ଜିଲ୍ଲାରେ ଚାଷୀମାନେ ଟିକେ ଭଲ ଭାବରେ ଧାନକୁ ବିକ୍ରି କରିପାରୁଛନ୍ତି। ଆରଏମସି ଧାନର ମାନ ଯାଞ୍ଚ କରିବ, ଓଜନ କରିବ, ଓଜନ କଲା ପରେ ସେ ଲ୍ୟାମ୍ପକୁ ତାର ଚିଠିଟା ଦବ କେତେ କୁଇଣ୍ଟାଲ କଣ ଓଜନ କଲା। ଲ୍ୟାମ୍ପର କାମ ହଉଛି ସିଏ ଟେକିଂ ହେଇଥିବ ମିଲର୍ସକୁ ଇନଷ୍ଟ୍ରକ୍ସନ ଦବ, ମିଲର୍ସ ଆସିବ ଧାନ। କିନ୍ତୁ ଏଇଥିରେ କିଛି ବ୍ୟତିକ୍ରମ ଦେଖାଯାଉଥିବା ଯୋଗୁଁ ମଣ୍ଡିରେ ବିଭିନ୍ନ ସମସ୍ୟା ହଉଛି। ମୁଁ ମିଲର ସଭାପତି ହେଲେ ମଧ୍ୟ ମୁଁ ଗୋଟେ ଚାଷୀ ଘରର ପିଲା, ଆମେ ଆମର ଚାଷରୁ ଆମର ପରିଚୟ ଆରମ୍ଭ ହେଇଛି ଅଞ୍ଚଳରେ। ମୁଁ କହିବାକୁ ଚାହୁଁଛି କିଛି ବେପାରୀ ଚାଷୀମାନଙ୍କ ନାଁରେ କାର୍ଡ କରୁଛନ୍ତି, ସେମାନେ ମିଲର ସହିତ ମିଶିକି ନିଜ ସ୍ୱାର୍ଥରେ ବେପାରୀ ଏବଂ ଏ ବେପାର ସ୍ୱାର୍ଥରେ ରହୁଛନ୍ତି। କିନ୍ତୁ ବର୍ତ୍ତମାନ ଡିପାର୍ଟମେଣ୍ଟ ହଉଛି ସରକାର ଚାଷୀଙ୍କର ଉଦ୍ଦେଶ୍ୟରେ 800 ଟଙ୍କା ବୋନସ୍ ଦେଇଥିଲା କମ୍ କଥା ନୁହେଁ। ବିଗତ ସରକାର 200 ଟଙ୍କା ଘୋଷଣା କରିକି 20 ବର୍ଷ ହେଇଗଲେ ଦେଇପାରୁନଥିଲା। ଆମ ସରକାର ଚଳିତ ସରକାର 800 ଟଙ୍କା ବୋନସ୍ ଦେଲା କୃଷକମାନଙ୍କୁ ସହଭାଗିତା ପାଇଁ। 2024ର ଡାଟା ଯଦି ଆମେ ଦେଖିବା ଏ ଜିଲ୍ଲାରେ 16,000 ଚାଷୀ ପଞ୍ଜୀକୃତ ହଉଥିଲା, 10ରୁ 12 ଲକ୍ଷ ଧାନ କିଣା ହଉଥିଲା। କିନ୍ତୁ ସେଟା 2000 ଯଦି 25-26କୁ ଗତ ବର୍ଷକୁ ପଳେଇବା 25,000 ଚାଷୀ ରେଜିଷ୍ଟ୍ରେସନ ହେଇଥିଲେ ଏବଂ ପାଖାପାଖି 13 ଲକ୍ଷ କୁଇଣ୍ଟାଲ ଧାନ କିଣା ହେଇଥିଲା। ଏଇ ଯୋଉ ଚଳିତ ବର୍ଷ 26-27 ଲକ୍ଷ କୁଇଣ୍ଟାଲ ଧାନ କିଣା ହେଇଛି ଆଉ ଚାଷୀ ପଞ୍ଜୀକରଣ ହେଇଛି ପାଖାପାଖି 48,000। 48,000 ଚାଷୀ ପଞ୍ଜୀକରଣ ହେଇଛି। ଆର ଅର୍ଥ ଏଇ 2 ବର୍ଷରେ ସରକାରଙ୍କର ମହତ୍ ଉଦ୍ଦେଶ୍ୟ ଥିଲା ଚାଷୀଙ୍କର ଇନପୁଟ ସବସିଡି ଘୋଷଣା କଲା ପରେ ଚାଷୀର ସଂଖ୍ୟା ବଢିଛି ଏବଂ ଚାଷର ସଂଖ୍ୟା ମଧ୍ୟ ବଢିଛି। ଆପଣମାନଙ୍କୁ ଆଉ ଗୋଟେ ଡାଟା ଦେବାକୁ ମୁଁ ଚାହୁଁଛି, ଯେତେବେଳେ ନବରଙ୍ଗପୁର ଜିଲ୍ଲାରେ 10ରୁ 12 ଲକ୍ଷ କୁଇଣ୍ଟାଲ ବର୍ଷକୁ ଧାନ କିଣା ହଉଥିଲା ସେ ଅନୁପାତର ରାଇସ୍ ମିଲ୍ ଏ ଜିଲ୍ଲା ଥିଲା। ଏ ଜିଲ୍ଲାରେ ଆଜି 80ଟା ରାଇସ୍ ମିଲ୍ କାମ କରୁଛି। 80ଟା ରାଇସ୍ ମିଲ୍ ସେମାନେ 12 ଲକ୍ଷରୁ 15 ଲକ୍ଷ କୁଇଣ୍ଟାଲ ଧାନ ଉଠେଇବାର ସେମାନଙ୍କର ଗୋଦାମ କ୍ୟାପାସିଟି। କିନ୍ତୁ ହଠାତ୍ ଯେତେବେଳେ ଚାଷ ବଢିଗଲା, ଚାଷୀର ଧାନର ପରିମାଣ ବଢିଗଲା, 25 ଲକ୍ଷ କୁଇଣ୍ଟାଲ ଧାନ କିଣିଲା ଏ ଜିଲ୍ଲା, ସେ 80ଟା ମିଲ୍ 12 ଲକ୍ଷ କୁଇଣ୍ଟାଲ ରଖବା ଜାଗାରେ 25 ଲକ୍ଷ ଧାନ ଆଜି ରଖୁଛନ୍ତି, ଯୋଉଟାକି ତାଙ୍କୁ ଟିକେ ଅସୁବିଧା ହେଉଛି। ଏବଂ ଚଳିତ ବର୍ଷ ତ 27 ଲକ୍ଷ କୁଇଣ୍ଟାଲ ଧାନ କିଣା ହେଲା। এই 27 ଲକ୍ଷ ଧାନ କିଣାରେ ଆପଣମାନେ ଚିନ୍ତା କରନ୍ତୁ, এই ବର୍ଷ ମଣ୍ଡିରେ ଯୋଉ ଡିଷ୍ଟର୍ବ ହେଇଛି, ମିଲର୍ସ ବଦନାମ ହେଇଛନ୍ତି, ପ୍ରଶାସନ ବଦନାମ ହେଇଛି, ସରକାର ବଦନାମ ହେଇଛି। କିନ୍ତୁ ତାର କାରଣ ଆପଣମାନେ ଜାଣିବା ଦରକାର। କାରଣଟା ହେଉଛି ଜିଲ୍ଲାରେ 12 ଲକ୍ଷ କୁଇଣ୍ଟାଲ ଯେତେବେଳେ ଧାନ ସରକାର କିଣୁଥିଲେ, 12 ଲକ୍ଷ କୁଇଣ୍ଟାଲରୁ 67% ଯଦି ରେସିଓ ଆପଣ ସମାନ କରିବେ, ପାଖାପାଖି 8 ଲକ୍ଷ କୁଇଣ୍ଟାଲ ଧାନ এই ଜିଲ୍ଲାରେ ଚାଉଳ ମିଲର୍ସ ସରକାରକୁ ଫେରୁଥିଲେ। এই ଜିଲ୍ଲାରେ ସର୍ବମୋଟ ଗୋଦାମ କ୍ୟାପାସିଟି ପାଖାପାଖି 5 ଲକ୍ଷ କୁଇଣ୍ଟାଲ ହିଁ ରହିଛି। ଜିଲ୍ଲାରେ 8 ଲକ୍ଷ କୁଇଣ୍ଟାଲ ଚାଉଳ ବାହାରୁଥିଲା। ମାସକୁ ପିଡିଏସ୍ ସାମଗ୍ରୀ ମାଧ୍ୟମରେ ସରକାର ତ ଫ୍ରି ରାସନ ଦେଉଛନ୍ତି। এই ଜିଲ୍ଲାରେ ମାସକୁ 65,000 କୁଇଣ୍ଟାଲ ଚାଉଳ ବିତରଣ ହୁଏ। ବର୍ଷକୁ 7,80,000 କୁଇଣ୍ଟାଲ ଚାଉଳ ବିତରଣ ହେଉଥିଲା। କିନ୍ତୁ ଯେତେବେଳେ ଚାଷୀ ବଢିଲେ, ଚାଷ ବଢିଲା ଏବଂ ଧାନ ବଢିଲା, 25 ଲକ୍ଷ କୁଇଣ୍ଟାଲ ଗତ ବର୍ଷ ଯୋଉ ଧାନ ପ୍ରକ୍ୟୁରମେଣ୍ଟ ହେଲା, 25 ଲକ୍ଷ କୁଇଣ୍ଟାଲ 18 ଲକ୍ଷ କୁଇଣ୍ଟାଲ ଚାଉଳ ବାହାରିଲା। 18 ଲକ୍ଷ କୁଇଣ୍ଟାଲ ଚାଉଳ ଯୋଉଟା ବାହାରିଲା, କେବଳ ନବରଙ୍ଗପୁର ଜିଲ୍ଲା ବିଭିନ୍ନ ସମ୍ପୃକ୍ତ ମଧ୍ୟ ଆମର କମ୍ ପର୍ଚେଜ ଜିଲ୍ଲା। ଓଡ଼ିଶାରେ ମ୍ୟାକ୍ସିମମ୍ ଜିଲ୍ଲାରୁ ଆମର ଜିଲ୍ଲା ଧାନ କମ୍ କିଣା ହେଉଛି। ହିସାବ ଯଦି ଦେଖିବେ, ବଲାଙ୍ଗୀର ବରଗଡ଼ ଭଳିଆ ଜିଲ୍ଲାରେ 50ଟା ମିଲ୍ ଅଛନ୍ତି। 50ଟା ମିଲ୍ 1.5 କୋଟି କୁଇଣ୍ଟାଲ ଧାନ ଉଠୁଛି। ଆମର 80ଟା ମିଲ୍ ଆମେ 25 ଲକ୍ଷରେ କାନ୍ଦି ଯାଉଛୁ। କାରଣ ଆମର ମିଲ୍ ଗୁଡ଼ାକ ସେତେ ବଡ଼ ଧରଣର ନାହିଁ। এই 2 ବର୍ଷ ଭିତରେ ନୂଆ ମିଲ୍ ମଧ୍ୟ ସେମିତି କିଛି ତିଆରି ହେଇନାହିଁ। ଯୋଉଦ୍ୱାରା 18 ଲକ୍ଷ କୁଇଣ୍ଟାଲ ଯେତେବେଳେ ସରକାରଙ୍କର ଚାଉଳ ବାହାରିଲା, ସରକାର ନିଜ ଗୋଦାମରେ 5 ଲକ୍ଷ ଚାଉଳ ଷ୍ଟକ୍ ରଖିଲା ପରେ ମଧ୍ୟ 7,80,000 କୁଇଣ୍ଟାଲ ବାଣ୍ଟିଲେ ତାକୁ ଆପଣ 13 ଲକ୍ଷ କୁଇଣ୍ଟାଲ ପାଖାପାଖି କନଜମ୍ପସନରେ ଗଲା। ଆଉ 5 ଲକ୍ଷ କୁଇଣ୍ଟାଲ ସରକାର ନେଇପାରିଲେ। ତାର କାରଣ କ'ଣ? ଗୋଦାମର ଅଭାବ ଏବଂ ଓଡ଼ିଶାର ଚାଉଳ ବାହାରକୁ ଏକ୍ସପୋର୍ଟ ବନ୍ଦ ହେଇଯାଇଛି। ପଞ୍ଜାବ, ହରିୟାଣା, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ଚାଷୀମାନେ କେବଳ ହାଇବ୍ରିଡ୍ ଚାଷ କରୁନାହାନ୍ତି, ସେମାନେ ଉନ୍ନତ ମାନର ଚାଷ କରୁଛନ୍ତି।
ସେମାନେ ଏ ଯୋଉ ସ୍ୱର୍ଣ୍ଣ ମୁସୁରୀ ତ ହାଇଟେକ୍ ଧାନ ଯୋଉଟାକି ଶୀଘ୍ର ସରକାର ଇନ୍ଷ୍ଟ୍ରକ୍ସନରେ ଭଲ ଧରଣର ଧାନ ଚାଷ କରିବା ଦ୍ୱାରା ସେଇ ଚାଉଳ ବାହାରକୁ ଏକ୍ସପୋର୍ଟ ହେଉଛି। ସରକାର ନିୟମ କ'ଣ ଯେତିକି ଚାଉଳ ଦେଲା ପିଡିଏସ୍ରେ ଭାବିଥିଲା ବୋଧେ ବଳକା ଚାଉଳକୁ ଏଫ୍ସିଆଇକୁ ଦେଇଦିଏ। ଏଫ୍ସିଆଇ ଯେତେ କ୍ୱିଣ୍ଟାଲ ଚାଉଳ ଦେବ ତାର ବାବଦରେ ସରକାରକୁ ପଇସା ମିଳେ 41 ଟଙ୍କା ରେଟ୍। ଏଫ୍ସିଆଇ ତ ଚାଉଳ ଦେଉନାହିଁ କାହିଁକି ବାହାରକୁ ଚାଉଳ ଯାଉନାହିଁ। ଆଜି ଦିନରେ ମଧ୍ୟ ଏଫ୍ସିଆଇ ଗୁଡ଼ା ପେ କରୁଛି। ଓଡ଼ିଶାର ଯେତିକି ଏ ବର୍ଷ କନଜମ୍ପସନ୍ ହେଇଛି ରେଡି ପ୍ରୋକ୍ୟୁରମେଣ୍ଟ ହେଇଛି ଧାନ କିଣା ହେଇଛି ସେତିକି ଯଦି ଆପଣମାନେ ହିସାବ କରିବେ ଗତ ବର୍ଷଠୁ ଆହୁରି 25% ଅଧିକ ଧାନ କିଣା ହେଇଛି। ମିଲେଟ୍ସ ଚାଉଳ ଦେବାଟା ଆରମ୍ଭ କଲେଣି କିନ୍ତୁ ନେଉନାହିଁ ଏଫ୍ସିଆଇ କାରଣ ବାହାରକୁ ଏକ୍ସପୋର୍ଟ ହେଉନାହିଁ ଆମ ଚାଉଳ ଆମର ଏଇ ଏରିଆର ଷ୍ଟାଣ୍ଡାର୍ଡ ଚାଉଳ। ଅସୁବିଧା କ'ଣ ହେଉଛି ଆପଣମାନେ ଜାଣିଥିବେ ବର୍ତ୍ତମାନ ଗୋଟେ ଚାଷୀକୁ 75 କ୍ୱିଣ୍ଟାଲର ଟୋକେନ୍ ଆସିଲା। 75 କ୍ୱିଣ୍ଟାଲର ଟୋକେନ୍ ଆସିଛି ହାଇଷ୍ଟରେ ଗୋଟେ ଧାନ ମିଳିଗଲା ତାର ହାମ୍ପରରେ ଯେତେବେଳେ ସେ ଧାନ ପକାଇ ଚାଉଳ କାଢ଼ିବା ପାଇଁ 435 କ୍ୱିଣ୍ଟାଲ ଧାନ ହାମ୍ପରରେ ପକାଇଲେ 290 କ୍ୱିଣ୍ଟାଲ ଚାଉଳ ବାହାରେ ତାକୁ ଲାଟ୍ କୁହାଯାଏ ଲାଟ୍ ଦିଆଯାଏ। ଚାଷ ଅଛି ଯାହାର କି ଆନନ୍ଦ ତାର ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆଜି ରବି ମଣ୍ଡିର ଇନାଗୁରେସନ ହେଲା। ଆମର ପ୍ରିୟ ବିଧାୟକ ନବରଙ୍ଗପୁର ଆସିଥିଲେ, ଜିଲ୍ଲାପାଳ ସିଏସ୍ ଯୋଗାଣ ବିଭାଗ ଆର୍ଏମ୍ସି ସମସ୍ତେ ଓ ଚାଷୀ ସାମ୍ବାଦିକ ବନ୍ଧୁ ସମସ୍ତେ ଆଜି ସହଯୋଗ କରିଛନ୍ତି। ଖୁସି ଓ ଶ୍ରଦ୍ଧାର ବିଷୟ ଚାଷୀ ଧାନ 3100 ଟଙ୍କା କ୍ୱିଣ୍ଟାଲ ହେବାରୁ ଯେଉଁ ଜମିରେ ମକା ହେଉଥିଲା ଆଖୁ ହେଉଥିଲା ସେଠି ଚାଷୀ ଏବେ ଧାନ ଉତ୍ସାହରେ କରୁଛନ୍ତି। ଦୁଃଖ ପରିତାପର ବିଷୟ ମିଲ୍ ସଭାପତି ଆଜି ଯାହା କହିଲେ ଚାଷୀ 100% ସମର୍ଥନ କରୁଛୁ। ଯେଉଁ ମଣ୍ଡିରେ ଧାନ ନେଲା ପରେ ଯେଉଁ 4ଟା ଡିପାର୍ଟମେଣ୍ଟର ସହଯୋଗ ଦରକାର, ପ୍ରଥମ ଆର୍ଏମ୍ସି, ଦ୍ୱିତୀୟରେ ଲେମ୍, ତୃତୀୟରେ ଏ ଯେଉଁ ଆମର ମିଲର, ଚତୁର୍ଥରେ ହେଉଛନ୍ତି ଚାଷୀ। 4ଟା ସଂସ୍ଥା ମିଶିଲେ ଚାଷୀର ଦୁଃଖ ଦୂର ହେବ କିନ୍ତୁ ତାଳମେଳ ରହୁନାହିଁ। ଚାଷୀ ଧାନ ନେଇକିରି ସପ୍ତାହେ ନାହିଁ 1.5 ମାସ ମଣ୍ଡିରେ ପକାଇବାକୁ ପଡ଼ୁଛି। ସେଟା ପାଇଁ ଦାୟୀ ପୁରା ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନ ଯଦି ଟିକେ ଦରଦ ନେବେ ଚାଷୀ ମଣ୍ଡିରେ କେବେ ରହିବେ ନାହିଁ। ଅନ୍ୟ ରାଜ୍ୟରେ ଦେଖ, ଅନ୍ୟ ରାଜ୍ୟରେ କୌଣସି ଚାଷୀର ଅସୁବିଧା ହେଉନାହିଁ। ଆଗାମୀ ଖରିଫ ଋତୁରେ ଆର 3 ଗୁଣ ଧାନ ଚାଷ ହେବ କାରଣ ମକାରେ ଚାଷୀ କ୍ଷତି ସହୁଛି। ଆଖୁ ଚାଷ କରୁଛି, ଲେବର ମିଳୁନାହାନ୍ତି। ଗୁଡ଼ର ରେଟ୍ ଠିକ୍ ଅଛି କିନ୍ତୁ ଲେବର ମିଳୁନାହାନ୍ତି। ଆଖୁ ଚାଷ ବହୁତ କଷ୍ଟ, ଧାନଟା ବହୁତ ସୁବିଧା। ଗୋଟେ ଏକରରେ 35,000 ରୁ 40,000 ଖର୍ଚ୍ଚ ହେଉଛି, 25 କ୍ୱିଣ୍ଟାଲ ଆସୁଛି, 75,000 ଟଙ୍କା ଗୋଟେ ଏକରରେ ଚାଷୀ ଲାଭ ପାଉଛି। କିନ୍ତୁ ମୁଣ୍ଡର ଝାଳ ଟୁଣ୍ଡରେ ପୁରେଇ ଚାଷୀ ଯେଉଁ ଧାନ ଚାଷ କରୁଛି ମଣ୍ଡିରେ ଯେଉଁ 15 ଦିନ 8 ଦିନ 20 ଦିନ ରହୁଛି ସେଟା ଚାଷୀକି ବେଶୀ ବାଧୁଛି। ତାର ପ୍ରତି ଡବଲ ଇଞ୍ଜିନ୍ ସରକାର, ଆମର ପ୍ରିୟ ବିଧାୟକ, ଜିଲ୍ଲା ପ୍ରଶାସନ ଟିକେ ଦରଦ ନିଅନ୍ତୁ। ଚାଷୀ 4 ମାସ ଜମିରେ ଖଟୁଛି, ମଣ୍ଡିରେ ଯେଉଁ ଅବ୍ୟବସ୍ଥା ହେଉଛି ମଣ୍ଡିରେ ଯାଇକି ଯେଉଁ 15 ଦିନ ମାସେ ରହୁଛି ତାର ପୁନରୁଦ୍ଧାର କରନ୍ତୁ। ମଣ୍ଡିରେ ଚାଷୀ ଆଉ ହଇରାଣ ହୁଅନ୍ତୁ ନାହିଁ। 3 ମସିହାରେ ମଣ୍ଡି ଆରମ୍ଭ ହେଲା, ଆଜି ପର୍ଯ୍ୟନ୍ତ କୌଣସି ଗୋଟେ ଚାଷୀ ବସ୍ତାର ପଇସା ପାଇଲୁ ନାହିଁ କି ବସ୍ତା ରିଟର୍ନ ପାଇଲୁ ନାହିଁ। ଗଲା ଖରି ମଣ୍ଡିରେ ଆମର ଡିସାଇଡ୍ ହେଇଥିଲା 4 କେଜି ନେବେ ବସ୍ତା ରିଟର୍ନ ଦେବେ ଆର୍ଏମ୍ସି ଯୋଗାଣ ବିଭାଗ ମିଲର, 3 କେଜି ଯଦି ନେବେ ବସ୍ତା ରିଟର୍ନ ଦେବେ ନାହିଁ। କିନ୍ତୁ ଚାଷୀ ଆଜି ପର୍ଯ୍ୟନ୍ତ 3 ମସିହାରୁ ମଣ୍ଡି ଆରମ୍ଭ ହେଲା, ଅରବିନ୍ଦ ସାର୍ ଏଠି କଲେକ୍ଟର ଥିଲେ, ଆଜି ପର୍ଯ୍ୟନ୍ତ ଚାଷୀ ବସ୍ତା ରିଟର୍ନ ପାଉନି କି ପଇସା ବି ପାଉନି। ତେଣୁ ଚାଷୀ ମୁଣ୍ଡର ଝାଳ ଟୁଣ୍ଡରେ ପୁରେଇ ଯେଉଁ କଷ୍ଟ ଅର୍ଜିତ ଗୋଟେ ବସ୍ତା 22 ଟଙ୍କା ରିଟର୍ନ କରନ୍ତୁ, ନଚେତ୍ ବସ୍ତା ରିଟର୍ନ କରନ୍ତୁ। ଏ ଯେଉଁ ବସ୍ତା ପଇସା ଆଉଛି କିଏ ତାକୁ ଆତ୍ମସାତ କରୁଛି? ଡବଲ ଇଞ୍ଜିନ୍ ସରକାରକୁ, ଯୋଗାଣ ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ କି ଜିଲ୍ଲା ପ୍ରଶାସନକୁ ଅନୁରୋଧ ତାର ତଦନ୍ତ କରି ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।